ए हे आइसक्रीम गली पड़ा माउजी आइसक्रीम गली पड़ा यार देखो आइसक्रीम 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 माउजी कोठू आइछ कोन को आपनकर माने कोन ये झारसुगुड़ारू आसीଛୁ झारसुगुड़ा एरिया जसुडारू ହଁ कोन ଆଜ୍ଞା। पई आइसंती ଆମର ଦରମା ଦାବି ପାଇଁ ଆସିଛୁ माने आपण कोन आपनकर को ପାଚକ ପାଚିକାର पाचक पचिका ହୁଁ आपण बा आइतले आगुरु ଆସିଥିଲୁ ଯେ ଆମ ଦାବି ପୁରା ହେଇନି ନା पुनी एले की दाबी रहला ଆମର ଦରମା ମାସକୁ ମାସ ରେଗୁଲାର କରାଯାଉ सेटा तो सेबे भी थिला ସେବେ ବି ଥିଲା ହେଇନି ଏବେ ତକ ताले जाउथलो काई की ଆଉ ରହିକିରି ଆମେ କେତେ ଆମେ କିଏ ଦବ ଏଠି ଖାଇବା ଲାଗି ଆମେ ତ ସେଠି ଗଲେ ଲୁଣ ମତ ହେଲେ ଯାହେଲେ ଭାତ ମୁଠାଟେ ଖାଉଛୁ ତମେ ତ ସେତେବେଳେ ସେଇ ଦାବି ରହିଥିଲା ତମକୁ ତ ଦାବି ପୂରଣ ହେଇନଥିଲା ଆଇସକ୍ରିମ ଖାଇଦିଅ ବୋହି ଯାଉଛି 10 ଟଙ୍କା ଖର୍ଚ୍ଚ କରିଛ 3000 ଟଙ୍କାରୁ 10 ଟଙ୍କା ଖର୍ଚ୍ଚ ହେଲା କଣ କମ ପଇସା ହେଲାଣି ହଁ ଯେ ଯୋଉ ନା ତମେ ଆଗେ ଆଇସକ୍ରିମ ଖାଇଦିଅ ତମେ ଖାଇଦିଅ ତମକୁ ଡିଷ୍ଟର୍ବ କରିବାନି ଏଇଠି ଆସି ଏଇ ଭଉଣୀ ପାଖକୁ ଭଉଣୀ ଯୋଉ ଆପଣ ଆ ପୂର୍ବରୁ ବି ଆସିଥିଲେ ସେତେବେଳେ ବି ତ ସେଇ ସମାନ କଥା ଥିଲା ତାହେଲେ କାହିଁକି ପୁଣି ଆପଣଙ୍କର ଯୋଉ ଲିଡର ମାନେ ସବୁ ଆପଣଙ୍କୁ କାହିଁକି ଏମିତି ଘୋଡେଇ ଦେଲେ କାହିଁକି ପଳେଇଲେ ଘରକୁ ଏକାଳେ ତ ସବୁ ଦରମା କଥାଟା କ୍ଲିୟର ହେଇଥାନ୍ତେ ତାପରେ ଯାଇଥାନ୍ତେ ଆମର ତ ମେନ୍ ଲିଡର ଯାଇଛନ୍ତି ମନ୍ତ୍ରୀ ପାଖକୁ ଭେଟ କରିବା ପାଇଁ ସେମାନେ ଆସିଲେ କ'ଣ ତାଙ୍କର ଡିସାଇଡ୍ ସେ ମନ୍ତ୍ରୀ ପାଖରୁ କ'ଣ ଡିସାଇଡ୍ କରିକି ଶୁଣିକି ଆସିବେ କହିବେ ହେଲେ ଆମେ ଶୁଣିବୁ ଆଚ୍ଛା କୋଉଠୁ ଆଇଛନ୍ତି ଆପଣ ଆମେ ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟରୁ ସମସ୍ତେ ଝାରସୁଗୁଡ଼ାରୁ ନାଇଁ 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 ଆମେ ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟରୁ ଆମେ ଆଉ କେନ୍ଦୁଝର ଜିଲ୍ଲାରୁ ବି ଆସିଛନ୍ତି ହଁ ସୁନ୍ଦରଗଡ଼ରୁ ବି ଆସିଛୁ ନା ଓଡିଶା ଯାକ ବୁଲିକି ଆଇଛନ୍ତି ସମ୍ବଲପୁରରୁ ବି ଏଇ ଆସିଛନ୍ତି ଯୋଉ ଏଇ ଯୋଉ ଆଇଛନ୍ତି ଏଠିକି ଭୁବନେଶ୍ୱର ହଁ ପଇସା କଣ ତମ ଲିଡର ଦେଇଛନ୍ତି ନା ନାଇଁ ତମ ହାତରୁ ଲିଡର ତାଙ୍କ ହାତରୁ ଦେଇଛନ୍ତି ଯାହଉ ଲିଡର ଦେଇଛନ୍ତି ସେଇଥିପାଇଁ ଆଇଛ ଲିଡର ଦେଇଦେବେ ପୁଣି କହିଦେବେ ନାଇଁ ଚାଲ ପଳେଇବା ତମେ ପୁଣି ପଳେଇବ ଆଉ। ନାଇଁ 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 ଆମ ଲିଡର ଯୋଉଟା କହିବା ସେଟା ଆମେ ଶୁଣିବୁ ନା ଆଉ ତାଙ୍କ କଥା ମାନିକି ଆମେ ତ ଲଢେଇ କରିବା ପାଇଁ ଆସିଛୁ ସରକାର ସାଙ୍ଗରେ କିନ୍ତୁ ଅଧା ଲଢେଇରେ ଆମ ପେଟ ଘରକୁ ପାଇଁ? ପଳଉଛ ନାଇଁ ସାର୍ ପୁରା କରିକି ଯିବୁ ନା ଆଉ କେମିତି ପୁରା କରିବ ସେତେବେଳେ 50,000 ଏକାଳକେ ଆଇଦେଲ ପୁରା କରିପାରିଲନି ଆଜି ମାତ୍ର 500 ବି ନୁହଁ 50 ଜଣ ଖଣ୍ଡେ ଆଇଛ ତମେ ପୁରା କରିଦବ ଏ କଣ ସମ୍ଭବ ହଁ ସାର୍ ଶୁଣୁନାହାନ୍ତି ନା ଏଇ ରୁଷିଆ ମାନେ ବି ବୁଝୁନାହାନ୍ତି କିଏ ଶୁଣୁନାହାନ୍ତି ଏଇ ରୁଷିଆ ମାନେ ବି କୋଉ ରୁଷିଆ କେତେ ଖଣ୍ଡେ ଆଉ ରୁଷିଆ ମାନେ ବି ଆସୁନାହାନ୍ତି ଆଉ କଥାଟା ହଉଛି ଆସୁଛନ୍ତି actually ସମସ୍ତେ ସବୁ ଜିଲ୍ଲାରୁ ଟିକେ ଟିକେ ଆସିଛନ୍ତି ଆଉ ଦେଖନ୍ତୁ ମୁଁ ଆପଣଙ୍କ ବିରୋଧ ନୁହଁ କିନ୍ତୁ ଗୋଟେ କଥା ହଉଛି ଧାରଣାକୁ ଆପଣ ମାନେ ଆସୁଛନ୍ତି ଏଇଟା ଆଜି ନୁହଁ ଦୀର୍ଘ ବର୍ଷ ହେଲା ଆସୁଛନ୍ତି ବି ଗୋଟିଏ ଜିନିଷ ଦାବି 1800 ନା 700 800 ରୁ ବଢି ଏବେ 3000 ପର୍ଯ୍ୟନ୍ତ ଆଇଲେଣି ସେ 3000 ଟା ବି ଏଟା ନୁହଁ କାହିଁକିନା 2026 ମସିହାରେ 3000 ଟଙ୍କା ଦରମା କୁଆଡେ ପାଇବ ଆମର ଉଦ୍ଦେଶ୍ୟ କଣ ଅଛି କି ଆମର ମଜୁରୀ ହିସାବରେ ଆମକୁ ଦିଆଯାଉ ହଁ ମଜୁରୀ ହିସାବରେ ଆମକୁ ଦିଆଯାଉ ସରକାରୀ ହିସାବରେ ଆଉ ମାସକୁ ମାସ 12 ମାସକୁ 12 ଦରମା ଦିଆଯାଉ ମାସକୁ ମାସ ଦରମା ଦିଆଯାଉ ଯେ ସେଇ ଦରମା କଥା ରହୁଛି ଯେତେବେଳେ ତମେ ମାନେ ଧାରଣାକୁ ଆସୁଛ ତମ ଲିଡର ସେଠି କଥା ହଉଛନ୍ତି ତାପରେ କଥା ହେଇକି ତମମାନଙ୍କୁ ନେଇ ଯାଉଛନ୍ତି ତମ ଲିଡର ମାନେ ତାହେଲେ ପଇସା ପକେଟରେ ପୁରେଇ ଦଉଛନ୍ତି ସେଇଥିପାଇଁ ଆଣିକି ନାଇଁ ତମକୁ ନାଇଁ ଇଏ ନାଇଁ କରୁଛନ୍ତି ସେଇଆ ନୁହଁ ନାଇଁ 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 ନା ନା ଆମର ତ ଚାନ୍ଦା ଫାନ୍ଦା ଆମ କିଛି କରୁନାହାନ୍ତି ନା ତମେ ଲିଡର ହେଇଯାଉନ ନାଇଁ 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 ତମେ ଲିଡର ହେଇଗଲେ ଜାଣିପାରନ୍ତ ଏକ୍ଜାକ୍ଟଲି ନାଇଁ ନାଇଁ ଅଛନ୍ତି ନା ଆମ ଝାରସୁଗୁଡ଼ା ଇଏ ସବୁ ଡିଷ୍ଟ୍ରିକ୍ଟରେ ଲିଡର ଗୋଟେ ଗୋଟେ ଅଛନ୍ତି ଆଉ ସେଇ ତ ଲିଡର ତ ସବୁ ବସିକି ଇଏ ନାଇଁ କରୁଛନ୍ତି ଅଛନ୍ତି ନା ଅଲଗା ଲିଡର ଅଛନ୍ତି ନା ଆମର ନୁହନ୍ତି ହୁଁ। ଆଚ୍ଛା ନାଇଁ ନାଇଁ ଏବେ ତମର ସେଠି ସ୍କୁଲରେ କଣ କାମ ରହୁଛି ଆମ ଆସିଲେ ମାଉସୀ ଆସନ୍ତୁ ଆଇସକ୍ରିମ ସଇଲାଣି ଆଇଲେ ଆସନ୍ତୁ ଏପଟକୁ ଆସନ୍ତୁ ଏପଟକୁ ଆସନ୍ତୁ ଏପଟକୁ ଆସନ୍ତୁ ଆସନ୍ତୁ ଏପଟକୁ ଏବେ କାମ କଣ କଣ ବଢେଇ କଣ କରେଇ ଦେଇଛନ୍ତି ବଢେଇଛନ୍ତି ଲଡୁ ଫେର ବନେଇବା ଲାଗି କୋଉ ଲଡୁ ମାଣ୍ଡିଆ ଲଡୁ ଆଚ୍ଛା ଯଦି ମାଣ୍ଡିଆ ଲଡୁ ବନେଇକିରି ଛୁଆମାନଙ୍କୁ ଦେବାଲା ସେଥିରେ ପୁଣି ଟାଇମ ଲସ୍ ହଉଛି ମାନେ ଭଲ ଅଛି ପିଲାମାନଙ୍କୁ ଦେବାଟା ପ୍ରୋଟିନଟା ଆମେ ପିଲାମାନଙ୍କୁ ଦେବାକୁ ମନା କରୁନୁ ହେଲେ ଆମେ ଯୋଉ ସକାଳୁ ଆସୁଛୁ 9ଟାରୁ ଗଲା ବେଳକୁ ଘରକୁ 4ଟା ଆଉ ତ କୋଉଠି କିଛି କାମ କରିପାରିବୁନୁ 3000 ଦରମାରେ ଆମେ ଚଳିବୁ କେମିତି ଏଇ ଯୋଉ ଲଡୁ ପ୍ୟାକେଟ ତମର ସୁନ୍ଦରଗଡ ତ ଭୁବନେଶ୍ୱର ଦିଆ ହେଇନି ସୁନ୍ଦରଗଡ ତମର ଯୋଉ ଦିଆ ହଉଛି ସେ ବା ପ୍ୟାକେଟ ଗୋଟେ ଅଲଗା ସ୍ୱତନ୍ତ୍ର ସେ ବା କୁଆଡେ ଗଭର୍ଣ୍ଣମେଣ୍ଟ ରୁ ଅଲଗା ଆଉଛି ପ୍ୟାକେଟ ନା ନିଜେ ବନେଇକି ଦଉଛୁ ଆମେ ତମକୁ ବନେଇବାକୁ ପଡୁଛି ଆଜ୍ଞା ନିଜେ ବନେଇକି ଦେବାକୁ ପଡୁଛି ତାହେଲେ ତମେ ରୋଷେଇ କରିବ ଲଡୁ ବନେଇବ ଆଉ ପରେ ପୁଣି ଆଉ ତାପରେ କୁହାହବ
ଛତୁଆ ହରିକା ବି ବନେଇକି ଦିଅ। ସେଟା ହେଇପାରିବ ହେଲେ କହି ହବନି, ସେଟା ବି ହେଇପାରିବ କହି ହବନି ସେଥିରେ। ଦରମା ଦିଆ ହବନି। ସେଇ ତ ଦରମା ତ ପଡିଲେ ସେଇଠି ମାଡ ଆଉ ଏଇଆ ଆଉ। ଘରୁ ଖାଇବ ଆସିକି ଏଠି ସେଇଠି ଇଏ କରୁ ମାନେ ମଠରେ ଖଟରେ ଖାଇକି ମଠରେ ଶୋଇଲା ଭଳିଆ କାମ ନା, ଏଠି ମଠରେ ଖାଇକି ଖଟରେ ଶୁଅନ୍ତି, ତମର କିନ୍ତୁ ଓଲଟା ହେଇଯାଉଛି। ଓଲଟା ହେଇଥିବା ହେତୁ ଆସିଛୁ। ଯେ ଆଜି ଏବେ ବିଧାନସଭା ଆରମ୍ଭ ଯାଇଛନ୍ତି, କଣ କିଛି ଆଲୋଚନା ହବ, କିଛି ନିଷ୍କର୍ଷ ବାହାରିବ? ଆଶା ତ ଅଛି କିଛି ବାହାରିବ ବୋଲି। କେତେ ଆଶା ରଖିବେ ଆଉ? ରଖିଛୁ। ଆଶା ତ କରୁଛନ୍ତି, ବର୍ଷ ହେଲା ଆଶା କରୁଛନ୍ତି। ଆଶା ତ ମଣିଷ ଜୀବନ ଛାଡି ତ ପାରିବୁନୁ ନା। ଦେଖ କଣ କରୁଛନ୍ତି ଏଲି ଇଏରେ। ଆଉ ଗୋଟେ ମାଉସୀଙ୍କ ପାଖକୁ ଯିବା। ତମ ବାଦାମ କେତେ? 20 ଟଙ୍କା। 20 ଟଙ୍କାରେ କେତେ? 100 ହେଲେ ଲାଗିଲା କିଲେ ବାଦାମ 20 ଟଙ୍କା ଦେଲା ଭଳିଆ। ମା ବାଦାମ କେତେ ଟଙ୍କାରେ କିଣିଲ? ଆମ 20 ଟଙ୍କାରେ କିଣିଛନ୍ତି। 20 ଟଙ୍କାରେ। ହଁ ଏଇ ବାବା ପାରା ଦେଲା, ଆହୁରି ଅଧିକା ବି ଆମକୁ ଦେଲା ଖୁସିରେ। ଆଚ୍ଛା, ତମ ଗାଁ ହେଇଥିଲେ କେତେ ଟଙ୍କାରେ ପାଇଥାନ୍ତ ଏତିକି? ଏଇଆ 10 ଟଙ୍କାରେ ପାଇଁ ମାନେ ଏଠି ଡବଲ ରେଟ୍ ନେଲେ। ଡବଲ ରେଟ୍। ହଁ ଏଇଟା ସରକାରଙ୍କ ପାଖେ ଆମେ ଆସିଛି ନା। ମାନେ ସରକାରଙ୍କ ପାଖକୁ ଆଇଛ ବୋଲି ଡବଲ ରେଟ୍ ଦେଇକି ବାଦାମ ଖାଉଛ, ଆଜ୍ଞା। କିନ୍ତୁ ଡବଲ ପଇସା ପାଉନ। ନା ଡବଲ ପଇସା ତ ଦିଆଯିବନି। ଡବଲ ପଇସା ଦିଆଯିବ ମାନେ ଡବଲ ପଇସା ତ ଆମକୁ ଦବନି, ଖାଲି ସେଇ ନବ ଆମ ପାଖରେ ଡବଲ। ସରକାର ନବ ଆମ ପାଖରୁ ଡବଲ। କାମ ଡବଲ ନେବେ। କାମ କଣ ଡବଲ ନବ, ନେବେ? କାମ ବି ଡବଲ ନବ, ପଇସା ବି ଡବଲ ନବ, କିନ୍ତୁ ସିଏ ଆମକୁ ତମଠୁ ଦବନି। ପଇସା କେମିତି ନେବେ? ଆଉ ଏଇ ଯୋଉ ଜିନିଷଟା କିଣିବ, ପରିବା ହଉ ଯାହା ହଉ, ଯୋଉ ଜିନିଷ କିଣିଲେ ବି ସିଏ ଆମ ପାଖରୁ ଡବଲ ହିଁ ନଉଛନ୍ତି। ଏଇନା ଟମାଟର କିଲୋ କେତେ? 40 ଟଙ୍କା 50 ଟଙ୍କା। ଆମର ମାସକୁ ଦରମା ହଉଛି 3000 ଟଙ୍କା। ଆଉ ଡବଲ ହଉନି ନା, ଦିନକୁ 100 ଟଙ୍କା। ଆଉ ପରିବା ଖାଇବ ନା କିସ, ଯାହା ପାଇବା ସବୁ ଶାଗ ଲୁଣ ସାଙ୍ଗରେ ଖାଇତେ। ଆଚ୍ଛା, ଏବେ ଯୋଉ ଆଇଛ କଣ ଆଶା କଣ ରଖିଛ? ଆମର ଆଶା ଦିଦି ନା ତମ ମାନେ? ନା ଆମର ପାଚିକା MBM ପାଚିକା। ଯା ଆଉ ଆଶା ଦିଦି ଯାଇନ, ନହେଲେ କହିଥାନ୍ତି ଆଶା ଦିଦିରେ ଆଶା ଲାଗିଯାଇଛି। ହଉ ହଉ, ପାଚିକା ଦିଦି ମାନେ କଣ ପାଇଁ ଆଶା କରିକି ଯାଇଛନ୍ତି? ସାର୍ ଆମର ଦରମା ପତ୍ର ବଢୁନି, ସେ ଦରମା ପତ୍ର ବଢିବା କହିକି ଆମେ ଆସିଛୁ ଆଉ। ଚାକିରି ପରମାନେଣ୍ଟ ତ? ନା ସାର୍, ଚାକିରି ବି ପରମାନେଣ୍ଟ ନାହିଁ। ନା ଚାକିରି ପରମାନେଣ୍ଟ ନାହିଁ, ଚାକିରି ରହିବ ତ ଆଉ। ସେଇଟା ତ କହି ହଉନି, ଆଉ ରହିବ କି? ଆଉ ଦରମା ଡିମାଣ୍ଡ କଲେ ସେଟା ଚାକିରି ଖାଇଦେବେନି ତ? ନା ସାର୍, ଖାଇଲେ ଖାଇବୁ, ସେଟା ବି ଭରସା ଆସୁନି। ନା ଖାଲି କାମ କରିବ ବଞ୍ଚିବ। ହଁ କାମ କରିବା ଆଉ ବଞ୍ଚିବା ଆଉ କଣ। ସୁଭଦ୍ରା ପଇସା ହଁ ସାର୍, ସୁଭଦ୍ରା ପଇସା ମିଳୁଛି। ମିଳୁଛି? ହଁ। ଯାହା ହଉ, ସରକାରୀ ଚାକିରି ନାହିଁ ବୋଲି ସୁଭଦ୍ରା ପଇସାଟି ପାଉଛ। ଯଦି ସରକାରୀ ଚାକିରି ହେଇଥାନ୍ତା, ସିଏ 5,000 ବି ମିଳିନଥାନ୍ତା, 6 ମାସରେ ଥରେ ପାଇନଥାନ୍ତା ନା। କାହିଁ ସାର୍ ଆମେ ଯାଇନୁ। ସେଟା ତ ନାହିଁ ଆଉ, ସରକାରୀ ଚାକିରି ଥିଲେ ତ ସୁଭଦ୍ରା ପଇସା ମିଳିବନି ଆଉ। ଆଚ୍ଛା, ତମର ଯୋଉ ଲିଡର ମାନେ ଯାଇଛନ୍ତି, କଣ ଆଲୋଚନା କରିବେ, କଣ ହବ, କଣ ଆଶା ରଖିଛ? ଆମେ ତ ଆଶା ରଖିଛୁ କିଛି ମାନେ ଆଲୋଚନା କରିକିନା ଆସିବେ କହିକି। 12 ମାସର ଦରମା ଦିଆଯାଉ। ହଁ ହଁ 12 ମାସର ଦରମା ଦିଆଯାଉ। ହଁ। ମାସକୁ ମାସ ଦରମା ଦିଆଯାଉ। 3 ମାସରେ ଥରେ ଦିଆଯାଉଛି, ସେସବୁ ନୁହଁ। ଆଚ୍ଛା। ମାସକୁ ମାସ ଦେଲେ ଆମେ ଗରିବ ଶ୍ରେଣୀ ଲୋକ ଆମେ ଚଳିବୁ। ହଁ। ଆଉ 3 ମାସରେ ଥରେ ଦେଲେ ଆମେ କେମିତି ଚଳିବୁ? ଏଇ ଲିଡର ଆଇଲେଣି ତମର। ଆଉ ମାସକୁ ମାସ ଦରମା ଦିଆଯାଉ, ଆଉ ନିମ୍ନ ମଜୁରୀ ଦିଆଯାଉ। ଆଚ୍ଛା। ଯେ ଆମେ ଏଇ 100 ଟଙ୍କାରେ ଆମର ପୋଷାକ ହେଉନି। ଯାଉ, ଠିକ ଟାଇମରେ ଲିଡର ମାନେ ଆସିଛନ୍ତି, ବିଧାନସଭା ଯାଇଥିଲେ, ବିଧାନସଭା ଭିତରୁ ଆଲୋଚନା କରିକି ଆସିଛନ୍ତି। ଲିଡର ମାନେ ଓହ୍ଲେଇଲେ, ତାଙ୍କୁ ଟିକେ ପଚାରିବା। ମାନେ ଆପଣ ଯାଇଥିଲେ ସମସ୍ତେ ଭିତରକୁ, କିଏ ଆଲୋଚନା କିଏ କଲେ ଆପଣଙ୍କ ଭିତରୁ? ଆପଣ ଯାଇଥିଲେ ଭିତରକୁ? ଆଜ୍ଞା, କଣ ଆଲୋଚନା ହେଲା? ଆଲୋଚନା ମନ୍ତ୍ରୀ ନାହାନ୍ତି, ସେ ଗୋଟେ ମିଟିଂ ରେ ଯାଇଛନ୍ତି, ଆମେ ଦାବି ପତ୍ର ଦେଇକି ଆସିଲୁ। ମନ୍ତ୍ରୀ ନାହାନ୍ତି? ଅଛନ୍ତି ମାନେ ବିଧାନସଭାରେ ନା ନା, ନାହାନ୍ତି? ସେ ଗୋଟେ ଅଫିସିଆଲି କାମରେ ଯାଇଛନ୍ତି ନା, ଆଉ କଣ ଆଉ ସେଠି ସେ ଗୋଟେ ଜାଗାରେ ଆଉ କଣ ବସି ରହିବେ କି? ମଲା, ଏଟା ବିଧାନସଭା ଚାଲିଥିବ, ଏଟା କଣ ଆଉ ବିଧାନସଭା ଚାଲିଛି? ଚାଲିଲେ ବି ଆଜି ହଉଛି ପ୍ରଥମ ଦିନ। ପ୍ରଥମ ଦିନ ହାଉସ ବନ୍ଦ। ହଁ, ତ ଅଫିସରେ ଆମେ ଦାବି ପତ୍ର ଦେଇକି ଆସିଛୁ। ଆଚ୍ଛା। ଆଉ କଣ ମନ୍ତ୍ରୀ ଆମ ଖାଲି ପାଚିଆ ମାନଙ୍କୁ ଯୋଉକି ରହିବେ, ଅଲଗା ମାନଙ୍କର ବି ତ କାମ ଅଛି ନା। ଆଉ କଣ କରିବେ? ଓଏସିସି ପିଲା, ନା ନା ଏଲଟିଆର ନା, ପିଲା, ଏଲଟିଆର ଷ୍ଟୁଡେଣ୍ଟ ଷ୍ଟ୍ରାଇକ ରେ ବସିଛନ୍ତି। ତ ପାଚିକା ମାନେ ଏଠି ଷ୍ଟ୍ରାଇକ ରେ ବସିଛନ୍ତି, ସେପଟେ ଶିକ୍ଷକ ମାନେ ଷ୍ଟ୍ରାଇକ ରେ ବସିଛନ୍ତି। ଅଲଗା ରାଜ୍ୟର ସବୁ କାମଟି କଣ? ଲୋକଙ୍କର ବୁଝିବେ ନା। କାହା କଥା ବୁଝିବେ?
ଆମ ପାଚିଆ ମାନଙ୍କ କଥା ବି ବୁଝିବେ, ଗଣଶିକ୍ଷା ମନ୍ତ୍ରୀର ବି ବୁଝିବେ। ଗଣଶିକ୍ଷା ବିଭାଗର ମନ୍ତ୍ରୀ ଗଣଶିକ୍ଷା ବିଭାଗ ଅଣ୍ଡରରେ ଯାଉଥିବା ଜିନିଷ ବୁଝିବେ। ଆପଣ ମାନେ ତାଙ୍କ ଅଣ୍ଡରରେ ଯାଉଛନ୍ତି ନା ନାଇଁ ଅଲଗା ସେକ୍ଟରରେ ଯାଉଛନ୍ତି? ନା ନା ଅଲଗା ସେକ୍ଟରରେ ନୁହନ୍ତି। ଆମ ଆମ କଥା ବି ବୁଝିବେ, ଗଣଶିକ୍ଷା ଯୋଉ ଶିକ୍ଷକ ମାନଙ୍କର ବି କଥା ବୁଝିବେ, ସମସ୍ତଙ୍କ କଥା ବୁଝିବେ ସରକାର ଆଉ। ମାନେ ଆପଣ ମନ୍ତ୍ରୀଙ୍କ ସହିତ ଭେଟି ପାରିଲେ ନାହିଁ, ନା ଭେଟ ହେଇନି। ଖାଲି ଯାଇକି ଚିଠି ସେକ୍ରେଟାରୀଙ୍କୁ ଦେଇକି ଆଇଛନ୍ତି। ଆଜ୍ଞା। ଆଚ୍ଛା ହଉ, ମାନେ ସାଙ୍ଗରେ ଆପଣ ଯାଇଥିଲେ, କଣ କଣ ଡିସାଇଡ୍ ହବ ବା କଣ ନିଷ୍କର୍ଷ ବାହାରିବ? ଏ ମା ମାନେ ଆଜି ଘରକୁ ଯିବେ ନା ନାଇଁ ଏଠି ଧାରଣାରେ ବସିବେ? ନାଇଁ ନାଇଁ ଧାରଣା ଆମେ କେବେ ବସୁନୁ। ଆମେ ଘଣ୍ଟିକିଆ 2 ଘଣ୍ଟିଆ ପ୍ରୋଗ୍ରାମ କରୁ, ଶାନ୍ତିପୂର୍ଣ୍ଣ ଭାବରେ କରୁ। ଆମର ସେମିତି ଆନ୍ଦୋଳନ ନାହିଁ। କିନ୍ତୁ ଆଜି ତାଙ୍କର ସୁକାନ୍ତ ବାବୁ, ତାଙ୍କର ଯିଏ ସ୍ପେଶାଲ ସେକ୍ରେଟାରୀ ସିଏମଙ୍କର, ସେ ସବୁଥରକ ଆମ ସାଙ୍ଗେ ଆଲୋଚନା କରନ୍ତି ଏବଂ ଦାବିପତ୍ର ମଧ୍ୟ ନିଅନ୍ତି। କିନ୍ତୁ ଏବେ ସେ ନଥିଲେ, ସେ ହାଉସ ଯାଇଥିଲେ ବିଧାନସଭା ଭିତରକୁ। ଏବେ ଆମେ ଦାବିପତ୍ର ଦେଇକି ଆସିଲୁ। ଏମାନଙ୍କର କଥା ଶୁଣିବେ? ଆମେ ଆଶା ରଖିଛୁ ତ ଆଉ କ'ଣ। 1000 ଟଙ୍କା ତ ବଢ଼େଇଛନ୍ତି ମୁଖ୍ୟମନ୍ତ୍ରୀ, ସେଥିପାଇଁ ଆମେ ଆଶା ରଖିଛୁ ଆଉ। ମାନେ 1000 ଟଙ୍କା କଣ 3000 4000 ହେଇଗଲା? ନାଇଁ ନାଇଁ 2000 ଥିଲା, 2000 ରୁ 3000 ସରକାରରେ 1000 ଟଙ୍କା ବଢ଼େଇଥିଲେ। ତଥାପି 1000 ଟଙ୍କା ତ ସମୁଦ୍ରକୁ ଶଙ୍କେ। 3000 ଟଙ୍କାରେ ପରିବାର ଚଳିବା ବହୁତ କଷ୍ଟକର। ଆଚ୍ଛା, ସମୁଦାୟ ପାଚିକା ଯଦି ହିସାବ କରିବା ଓଡିଶା ଜାଗାରେ କେତେ? 1,27,000। 1,27,000। ଆଜ୍ଞା। 1,27,000 ଯଦି ଆଉ 1000 ଟଙ୍କା ବଢିକି 4000 କରାଯାଏ ତାହେଲେ କେତେ ହବ ସମୁଦାୟ? ସମୁଦାୟ ଆଉ କିଛି ପଇସା ପଡ଼ିବ, ଅତି ବେଶୀରେ ବଢି ବଢି 4 କୋଟି ଯାଏ ଯିବ। 4 କୋଟି ଯାଇଯିବ। ଯଦି ଏବେ ଏଇ ଯୋଉ ବର୍ତ୍ତମାନ ଏବେ ରିସେଣ୍ଟଲି ଆମର କିଛି ଡାକ୍ତରଙ୍କର ପଇସା ବଢିଛି, ଡବଲ ବଢିଲା। ତାଙ୍କ ପିଛା 530 କୋଟି ଉପରେ ଅଧିକ ସରକାର ଭରିବେ ବୋଲି ଗୋଟେ ମନ୍ତ୍ରୀ ମଧ୍ୟ କହିଥିଲେ। ଯଦି ସେଠି ଏତେ କୋଟି ଟଙ୍କା ଯାଇପାରୁଛି ତାହେଲେ ଏ 5 କୋଟି କାହିଁକି ଭରିବାର ଅସୁବିଧା କଣ? ଆଜ୍ଞା ଗୋଟେ ଅପ୍ରିୟ ତୁରନ୍ତ ସତ କରିଦେଲେ ଭଲ ସାର୍ ହୁଅନ୍ତା। ଦେଖନ୍ତୁ, ଅପ୍ରିୟ ସତ କଥାଟା ମୁଁ କହିପାରୁନି, ତଥାପି ମୁଁ ବାଧ୍ୟ ହେଉଛି କହିବାକୁ। ଆମେ ଏ ସଂଗଠନ ମାତ୍ର 3 ବର୍ଷ ହେଲା କରିଛୁ। ଆଗରୁ ବହୁତ ବଡ଼ ବଡ଼ ସଂଗଠନ ବାଲା ଏମାନଙ୍କୁ ନେଇକି ଖଟାନ୍ତି ଲଗାନ୍ତି କାମରେ। ଏଠି ଗଲା ପରେ ଆଉ କିଛି ନାହିଁ। 20 ବର୍ଷ ହେଲାଣି, ଛାଡ଼ନ୍ତୁ ମୁଁ ଛାଡ଼ିକି ଯାଉନି। 20 ବର୍ଷ ହେଲାଣି, ଯଦି 100 ଟଙ୍କା ବଢ଼ିଥାନ୍ତା ଏମାନେ ବର୍ତ୍ତମାନ 7-8 ହଜାର ଟଙ୍କା ପାଉଥାନ୍ତେ। ଯଦି ମିନିମମ୍ ଆମେ ବି ବେଶୀ ଲେଖିନୁ, ଆମେ 8500 ଟଙ୍କା ଲେଖିଛୁ, 8250 ଟଙ୍କା ଆମେ ଲେଖିଛୁ। ସେତିକି ଆମେ ଦାବିରେ ରଖିଛୁ। କିନ୍ତୁ ସେମାନେ ସବୁ ବଡ଼ ବଡ଼ ଏଠି 2000 ଲୋକଙ୍କୁ ଆଣି ଶୀତ କାକରରେ ଶୁଆଇ ଦେଲେ ମିଛ କହିକିରି ଗୋଟେ ସଂଗଠନ, ମୁଁ ତାଙ୍କ ନାଁ କହୁନି, ଯେ ଗତ ଇଏରେ କହିବା କଣ ଦରକାର? ସେ ଆଜ୍ଞା। ସଂଗଠନ ବାବୁ ଶୁଣନ୍ତୁ ଆଜ୍ଞା, ବାବୁ ସିଏ ଭାଇ କୋଟିପତି ମିଛ- ହେଇଗଲେ। କୋଟିପତି ହେଇଗଲେ। ଯେମିତି ଶୁଣନ୍ତୁ ସଂଗଠନ ଆଜ୍ଞା। ବଞ୍ଚେଇ ନାଇଁ, ବଞ୍ଚେଇ ନାଇଁ, ସିଏ ଆମେ କୋଟିପତି ତ ହେଇଗଲେ। ସେମିତି ନାହିଁ। ଆମେ ବି ବେଶୀ ଲୋକଙ୍କୁ ଡାକୁନୁ, ଅଳ୍ପ ଲୋକ ଡାକୁଛୁ ସବୁବେଳେ। ତ ଆପଣ ମାନେ ସାହାଯ୍ୟ କରନ୍ତି, ଦେଖନ୍ତି, ଅଳ୍ପ ଲୋକ ଆମେ ଆଣୁ। ରୋଷେଇ ଆମେ କେବେ ବନ୍ଦ କରିନୁ, ହାଣ୍ଡି ଛାଡ଼ ଆନ୍ଦୋଳନ କରିନୁ କି ରୋଷେଇ ବନ୍ଦ କରିନୁ। ଆମେ 2 ଘଣ୍ଟା କାର୍ଯ୍ୟକ୍ରମ କରୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲି ମୁଁ ଦିଲ୍ଲୀରେ। ସେ ମଧ୍ୟ 1000 ଟଙ୍କା ଦେଇଛନ୍ତି, ସେଥିପାଇଁ ମଧ୍ୟ ଆମେ ଧନ୍ୟବାଦ ଦେଇଛୁ ତାଙ୍କୁ। କିନ୍ତୁ ଏଇଟା ଯେହେତୁ ଟିକେ କମ ପଇସା ହେଇଯାଉଛି, ଖୁବ ଶୀଘ୍ର ତ ଦେଇଛନ୍ତି 1000। ହଁ କମ। ନାଇଁ ନାଇଁ ସେଇଟା ଆଜ୍ଞା ଠିକ ଯେ, କିନ୍ତୁ ଇଏ ଯୋଉ ଦୀର୍ଘ 20 ବର୍ଷ ଭିତରେ ଏମାନଙ୍କୁ ଯଦି ଦିଆଯାଇଥାନ୍ତା କିଛି କିଛି, କିନ୍ତୁ ଗତ ସରକାରରେ 1400 ଟଙ୍କା ଦେଇକିରି 600 ଟଙ୍କା ବାକି ରଖିଥିଲେ। ତାକୁ ମଧ୍ୟ ଆମେ କୁହାବଲା କରିକି ଆଦାୟ କଲୁ। ଜଣେ ଡାଇରେକ୍ଟର ଥିଲେ, ସେ ବହୁତ ସାହାଯ୍ୟ କରିଥିଲେ। ତାଙ୍କ ନାଁ ଜ୍ୟୋତି ରଞ୍ଜନ ମିଶ୍ର, ଏଲିମିଟରରେ ଥିଲେ, ବହୁତ ସାହାଯ୍ୟ କରିଥିଲେ। ସେ ବାକିଆ ପଇସା ଆଦାୟରେ ଆମେ କରିଛୁ ପୂର୍ବ ସରକାରରେ। ପୂର୍ବ ସରକାର ଏମାନଙ୍କୁ ଗୋଟେ ଖଣ୍ଡେ ଶାଢ଼ୀ ପାଇଁ ମଧ୍ୟ ପଇସା ଦିଆହେଇନଥିଲା। ପୂର୍ବ ସରକାର 500 ଟଙ୍କା ଦେଇଥିଲେ। ଏବେ ବି ଆମେ ଡିମାଣ୍ଡ ରଖୁଛୁ ଶାଢ଼ୀ, ପୁଣି 2 ବର୍ଷ ହେଲାଣି। ଖଣ୍ଡେ ଶାଢ଼ୀ କ'ଣ ସେମାନେ ପିନ୍ଧିକି କାମ କରିବେ କି? এইটা ମଧ୍ୟ ରଖିଛୁ। କିନ୍ତୁ ଆମେ ଆଶା ରଖିଛୁ ନିଶ୍ଚିତ କିଛି କରିବେ, କିନ୍ତୁ ହଠାତ୍ ବଢ଼େଇ ପାରୁନାହାନ୍ତି। ଆଉ ଏଇଟା ହେଉଛି କଥା। ଆଉ ଏବେ ଯୋଉ ଦେଇଛନ୍ତି 1000 ଟଙ୍କା, ଆଉ କିଛି ଦେବେ, ଆଉ ବୋଧେ ଲାଗୁଛି ଆଉ କିଛି ଦିନ ବୋଧେ ଗଲା ପରେ ଦେବେ। ଆଉ ଏଇଭଳି ଆମେ ଆଶା ରଖିଛୁ। ହଠାତ୍ ଆଶା ଆମେ ବି ରଖୁଛୁ, କିନ୍ତୁ ଏଇ ଆଶା ଭିତରେ ଆଜ୍ଞା ଗୋଟେ ମିନିଟ ଦେଖିବାକୁ ଚାହୁଁଛି। ଏଇ ପ୍ରଥମ ମୁହଁରୁ ଦେଖିବାକୁ ଚାହୁଁଛି। ଭାଇ ଟିକେ ଆଇଲେ, ଟିକେ ଆସନ୍ତୁ। ଏ ପ୍ରଥମରୁ ଦେଖନ୍ତୁ ଟିକେ, ଏ ମା ମାନଙ୍କ ମୁହଁକୁ ଖାଲି ଟିକେ ଦେଖନ୍ତୁ। ଯୋଉ ରୋଷେଇ କରି କରି ଏ ମା ମାନଙ୍କ ମୁହଁକୁ ଖାଲି ଟିକେ ଦେଖନ୍ତୁ। ସବୁଆଡେ ଟିକେ ବୁଲେଇ ଦେଇକି ଦେଖେଇ ଦିଅନ୍ତୁ। ମା ମାନେ ହାଣ୍ଡିଶାଳରେ ବସି ବସି ହାଣ୍ଡି ଭଳିଆ କଳା ପଡିଗଲେଣି। ଯଦି ଏ ଦୁଃଖ ଯଦି ସରକାର ନ ଦେଖି ପାରିବେ, ତାହେଲେ ଆଉ କୋଉ କଥା କହିବି। ମା ମାନଙ୍କ ପାଇଁ ସବୁ ସରକାର ଆସିଲେ ମା ମାନଙ୍କ କଥା କୁହନ୍ତି, ଯେ କି ମା ମାନଙ୍କ ପାଇଁ ଆମ ସରକାର, ମା ମାନଙ୍କ ଆଶୀର୍ବାଦରୁ ସରକାର ବଦଳୁଛି। କିନ୍ତୁ ଏ ମା ମାନଙ୍କ ମୁହଁ କଳା ପଡିଗଲାଣି ଆଜ୍ଞା, ହାଣ୍ଡିଶାଳରେ ବସିକି ରୋଷେଇ କରି କରି। ପୁଣି ସାଙ୍ଗରେ ଆପଣ ଡବଲ କାମ ଦେଇଦେଲେଣି। ପଇସା କାଇଁ କାଇଁ ପଇସା पैसा किधर गया माउसी? पैसा किधर गया? पैसा किधर गया? ଚୁଲି ମୁଣ୍ଡକୁ ଗଲା। ଚୁଲି ମୂଳକୁ ଗଲା ହେଲା। ଆଉ କଣ କହିବୁ ଆଜ୍ଞା। 3000 ଟଙ୍କା ଯାହା ହଉ, ମୋହନ ସରକାର କୁ ଧନ୍ୟବାଦ। ସରକାର ବଦଳିଲା ପରେ 1000 ଟଙ୍କା ବଢେଇଥିଲେ, 3000 ଟଙ୍କା କରିଥିଲେ, ଭଲ କଥା। କି ଏ ସରକାର ନା ସେ ସରକାର? ସେ ସରକାର ଦେଇକି ଯାଇଥିଲେ, ଏଇଟା ଦେଲେ ପୂର୍ବ ସରକାର ଦେଇ
ଅମଳାର ଦେଲେ ନାଇଁ କଣ ପାଇଁ ସେ ସରକାର ଯଦି ନବୀନ ସରକାର ଦେଲେ ନବୀନ ସରକାର ବେଳେ କେତେ ଥର ଧାଇ ଧାଇ କଣ ପାଇଁ ଦେଲେ ନାଇଁ ଏବେ କଣ ପାଇଁ ଦେଲେ ତାହେଲେ ଏ ପଇସାଟା କିଏ ଦେଇଛି? ଏଇ ଆମର ମୋହନ ମାଝି ଦେଇଛନ୍ତି ଏ ପଇସା ମୋହନ ମାଝି। ଆମେ ମୋହନ ମାଝି ଅମଳାର ଦେଲେ ମାନେ ମୋହନ ମାଝି ଦେଲେ ଆଚ୍ଛା। ହଁ, ସେତେବେଳେ ତ ଦେଇଥାନ୍ତେ ହେଲେ ଆର ସରକାର ଦେଇଥାନ୍ତେ ନା ଓହୋ। ଯାହା ହଉ ଗୋଟେ ଆଇଛି ତ 1000 ଟଙ୍କା ଆଇଲା ଆଉ। ହଁ ଗୋଟେ ଆମେ ରାଜା କରୁଛୁ ଆମ କେନ୍ଦୁଝର ଡିଷ୍ଟ୍ରିକ୍ଟ ର ମୋହନ ମାଇ ଭାଇ କୁ ଆମେ ରାଜା କରିଛୁ ମାନେ ଆମ ଓଡିଶା ଯାକ ମା ଭଉଣୀଙ୍କର ପାଚିକା ମା ଭଉଣୀଙ୍କର ଦୁଃଖ ବୁଝିଛନ୍ତି 1000 ଟଙ୍କା ମୋହନ ଭାଇ ଆସୁ ଆସୁ ଆମକୁ ଦେଇଛନ୍ତି ଆମେ ସେଥିପାଇଁ ଆମେ ଧନ୍ୟବାଦ କରୁଛୁ ଆଉ ଟିକେ ଦବା ଦରକାର। ଆଉ ଟିକେ ଦେଲେ ଆମେ ଆଉ ଟିକେ ଶାନ୍ତିରେ ରହିବୁ ଆମର ମଜୁରୀ ଟା ଦିଅନ୍ତୁ ହେଲେ ଆମେ 3000 ଦଉଛନ୍ତି 8000 ଖଣ୍ଡେ ଦିଅନ୍ତୁ। ଦିଅନ୍ତୁ ହେଲେ ଆମେ ପାଚିକା ମା ମାନେ ସମସ୍ତେ ଖୁସିରେ ରହିବୁ ପ୍ରତିନିଧି ଦଳ ଯାଇଥିଲା ସରକାରଙ୍କ ସହିତ ଆଲୋଚନା କରିବା ଲାଗି। ଯାଇଥିଲେ କଣ ସେମାନେ ପ୍ରତିଶ୍ରୁତି ଦେଲେ ବଢେଇବେ? ହଁ ଏବେ ଆପଣ ମାନେ ଖୁସି ତ? ହଁ ପ୍ରତିଶ୍ରୁତିରେ ଖୁସି ତ ସେଇଟା ଆମ ଆକାଉଣ୍ଟ କୁ ଯୋଉ ଦିନ ପଶିବ ସେଇଦିନ ଆମେ ଅଧିକ ଖୁସି ହବୁ ହଉ। ତ ମା ମାନେ ଖୁସି ହେବେ। ମୋହନ ସରକାର ଆପଣଙ୍କୁ ପୁଣି ଅନୁରୋଧ ଏ ମା ମାନଙ୍କର ଏଇ ଯୋଉ ହାଣ୍ଡି ଶାଳରେ ବସି ଏମାନେ ଆଉ କେତେ ରୋଷେଇ କରିବେ ଯେତେ ଜୀବନ ଥିଲା ପର୍ଯ୍ୟନ୍ତ ରୋଷେଇ କରିବେ ପିଲାଙ୍କୁ ଖାଇବାକୁ ଦେବେ ଆପଣ ତାଙ୍କ ଉପରେ ଡିମାଣ୍ଡ ବଢାନ୍ତୁ କାମ କରିବାକୁ ମନା କେହି କରିନାହାନ୍ତି କିନ୍ତୁ ତାଙ୍କ ରାଶିଟା ତାଙ୍କ ଯୋଉ ଅର୍ଥ ରାଶିଟା ଟିକେ ବହୁତ କମି ଯାଉଛି ଆଜ୍ଞା ଟିକେ ବଢେଇ ଦିଅନ୍ତୁ ଯଦି ଆମର ଯୋଉ ଭଳିଆ ଭାବରେ 25 ବର୍ଷ କାମ କରିକି ଆଜି ପର୍ଯ୍ୟନ୍ତ ସେଇ ଯୋଉ କଣ ଡାକ୍ତର ମାନେ 25 ବର୍ଷ ଲାଗି 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 ଆପଣ ଆସିଲେ ବଢେଇ ଦେଲେ ଡବଲ ବଢେଇ ଦେଲେ କେତେ ଖୁସି ହେଇକି ଆପଣଙ୍କୁ କାନ୍ଦିକି ନେଉରା ହେଲେ ଆପଣ ଗୋଡ ହାତ ଧରିଲେ ଏ ମା ମାନଙ୍କ କଥା ଟିକେ ବୁଝି ଦିଅନ୍ତୁ 3000 ଟଙ୍କା ଆଜ୍ଞା ପୋଷେଇବନି 8000 ଟିକେ କମସେ କମ ହଉ କମସେ କମ ଏଇ ଯୋଉ ଗାଁ ଗଣ୍ଡା ରହୁଛନ୍ତି 8000 ଟଙ୍କା ହେଲେ ପରିବା ଟିକେ ତ କିଣିକି ଖାଇପାରିବେ ଆଜ୍ଞା ପରିବା ଚାଉଳ ଏତିକି ବି କିଣିକି ଖାଇଲା ଭଳିଆ ସମ୍ଭବ ନୁହଁ ଚାକିରି ବି ପରମାନେଣ୍ଟ ନୁହଁ ଆଟଲିଷ୍ଟ କମସେ କମ ଗୋଟେ ମଜୁରୀର ମୂଲ୍ୟ ଆଟଲିଷ୍ଟ ତାଙ୍କୁ ମିଳୁ ଏତିକି ଅନୁରୋଧ ରହିଲୁ ଆଜ୍ଞା ନମସ୍କାର।